ओम नमो भगवते वासुदेवाय। विंशोऽध्याय। शौनक उवाच। वराहरूपी भावग्राही जले धरणी गले थोई शेषयां भुव मनुबला धरणी पृष्ठे सेवा कला नाना बर जन्म जेते ତାହାଙ୍କୁ ସାଧିଲା କେମନ୍ତେ ବିଦୁର ଭ୍ରମି ତୀର୍ଥ ମାର୍ଗେ ଆନନ୍ଦେ ମୈତ୍ରେୟର ଆଗେ ତୀର୍ଥ ସାଧନା ପୁଣ୍ୟ ବଳେ ଏମନ୍ତେ ବିଷ୍ଣୁ ଭକ୍ତି ଫଳେ କୃଷ୍ଣ ଚରଣ ଆଶ୍ରୟ କରି ପଶିଲା ହସ୍ତିନା ନଗରୀ ତା ଜ୍ୟେଷ୍ଠ ଭ୍ରାତା ଧୃତରାଷ୍ଟ୍ର ତାହାର ପୁତ୍ର ବଡ଼ ଦୁଷ୍ଟ କର୍ଣ୍ଣ ଶୁକୁନି ଦୁଃଶାସନ ଏହାଙ୍କ ବୋଲେ ଦୁର୍ଯ୍ୟୋଧନ ପାଣ୍ଡବ ହିତେ ସେ ବିଶ୍ୱାସେ ଗର୍ଜିବ ଇଲେ ମହାରୋଷେ ରାଜୁ ବାହାର କରିଦେଲା ସେ ପୁଣି ବ୍ୟାସଙ୍କର ବଳା ଗୋବିନ୍ଦ ଭକ୍ତ ସେ ନିଶ୍ଚଳେ ବର୍ତ୍ତଇ ଭକ୍ତ ଜନ ମେଳେ ମୈତ୍ରେୟ ବିଦୁର ପୁଛିଲା କହିବା ମୋତେ ବିଷ୍ଣୁ ଲୀଳା ସେ ବିଷ୍ଣୁ କଥା ପରାଶର ସ୍ତୁତି ଗୋଚରେ ସୁଧାସାର ଯେ ପ୍ରାଣୀ ଗଙ୍ଗା ସ୍ନାନ କରେ ସେ ତିନି ପୁରୁଷ ଉଧରେ ବିଷ୍ଣୁର କଥା ସେହି ମତ ପାପ ନ ରହେ ତାଙ୍କ ଗାତ୍ର ଯାହାର ଯେହା କୃଷ୍ଣର ସେ ପଶଇ କର୍ଣ୍ଣ ଦ୍ୱାର ପାଶେ ବିଷ୍ଣୁ ଷ୍ଟମ୍ଭ ଭାବ ଚିତେ ଭୋମୁନି କହ ମୋ ଅଗ୍ରତେ ସେ କାହିଁ ଛାଡ଼େ କୃଷ୍ଣ କଥା ଜେଣେ ହରଇ ଭବ ବ୍ୟଥା ବିଷ୍ଣୁ ଶୁକର ରୂପ ଧରି ଧରଣୀ ପାତାଳୁ ଧରି ଲୀଳା ବିହାରେ ହିରଣାକ୍ଷ ଗୋବିନ୍ଦ ମାଇଲେ ପ୍ରତ୍ୟକ୍ଷ ସେ କଥା ଶୁଣି ତୋଷ ଚିତେ ଅଶ୍ରୁଲୋଚନ ଲୋମ ଗାତ୍ରେ ମୈତ୍ରେୟ ପାଦେ ଦେଇ ଶିର ଆନନ୍ଦେ ପୁଛଇ ବିଦୁର ଉବାଚ। ବ୍ରହ୍ମଣା ବିଭୁ ଅବତାର ସେ ପ୍ରଜାପତିଙ୍କ ଈଶ୍ୱର ପ୍ରଜାପତିଙ୍କୁ ଜାତ କଲା ସୃଷ୍ଟି ସୃଜନେ ଆଜ୍ଞା ଦେଲା ମରିଚି ଆଦି ସପ୍ତ ତନୁ ଅପରେ ସ୍ୱୟଂଭୁବ ମନୁ ପିତାର ପାଦେ ଶିଷ୍ୟ ବେଶେ ଶୁଭେ ରହିଲେ ସେହି ଦେଶେ ଏ ସୃଷ୍ଟି ସାଧିଲେ କେମନ୍ତେ ଦ୍ୱିତୀୟ ସୃଷ୍ଟି ବେଦ ମତେ ସାଧିଲେ ନିଜ କର୍ମତନ୍ତ୍ରେ ଶୁଭେ ପାଳିଲେ ନାନା ମତେ ସେ ସୃଷ୍ଟି ପଦ୍ମ କଳ୍ପ ଅନ୍ତେ ଯେ କାଳ ବିଷ୍ଣୁର ବ୍ୟାପନ୍ତେ ମୈତ୍ରେୟ ଉବାଚ। ସେ ମାୟା ବଳେ ক্ষোভ ପାଇ ମହତ ରୂପ ସେ ଧରଇ ରଜ ପ୍ରଧାନ ସେ ତ୍ରିଗୁଣ କଳ୍ପିଲା ଦୈବର ପ୍ରମାଣ ସେ ଭୂତ ଆଦି ସେ ମହତ ଅଙ୍ଗେ ସର୍ଜିଲା ପଞ୍ଚଭୂତ ଶବଦ ଆଦି ପଞ୍ଚଗଣ ମିଳିଲେ ସୃଷ୍ଟିର କାରଣ ସେ ପୁଣି ହୋଇ ଏକ ରୁଣ୍ଡ କଳ୍ପିଲେ ସୁବର୍ଣ୍ଣର ଅଣ୍ଡ ସେ ଅଣ୍ଡ କୋଶ ମହାଜଳେ ପଡ଼ି ଭାସଇ କାଳ ବଳେ ସେ ପୁଣି ସହସ୍ର ବରଷେ ଅଗାଧ ମହାଜଳେ ଭାସେ ସେ ଅଣ୍ଡ କୋଶ ମଧ୍ୟେ ହରି ଶୁଏ ଅନନ୍ତ ଶଯ୍ୟା କରି ସେ ନାଭି ପଦ୍ମ ପଦ୍ମ କୋଶ ସଲିଳେ ହୁଅଇ ପ୍ରକାଶ ସେ ପଦ୍ମ ନିଜ ତେଜ ଭୁଞ୍ଜେ ସହସ୍ର ରବି ରତ୍ନ ଗଞ୍ଜେ ସେ ପଦ୍ମ ମଧ୍ୟେ ସର୍ବଜନ୍ତୁ ପ୍ରକାଶେ ନିଜ କର୍ମ ହେତୁ ବିରାଜେ ତାର ରୂପ ମଧ୍ୟେ ଜନ୍ମିଲେ ଜନ୍ତୁ କର୍ମ ସାଧେ ସେ ପୁଣି ବିଷ୍ଣୁ ଉପଦେଶେ ସୃଷ୍ଟି ଭଜିଲା ଅଣ୍ଡ କୋଶେ କାଳର ବଳେ କୋପ ମନ ନିଶ୍ୱାସ ଛାଡ଼େ ଘନ ଘନ ତାର ନିଶ୍ୱାସୁ ତତ୍କ୍ଷଣେ ସଂସାର ହିତେ ପଞ୍ଚଗୁଣେ
ତାମିଶ୍ର ମହାତମାତମ ଅନ୍ଧତା ମିଶ୍ର ମୋହ ନାମ ଏ ପଞ୍ଚକର୍ମ ଏକ ମେଳେ ଜନ୍ମିଲା ଅନ୍ଧକାର ବଳେ ଏ ସୃଷ୍ଟି ଦେଖି ତମମୟ ଧାତା ଛାଡ଼ିଲା ନିଜ ଦେହ ସେ ପିଣ୍ଡ ଦେଖି ତମ ଗୁଣେ ବେଗେ ଧାଇଁଲେ ତତ୍କ୍ଷଣେ ସେ ଦେହେ ସେହି ସନ୍ଧ୍ୟା ମିଶି ତମେ ରଜନୀ ପ୍ରାୟ ଦିଶି ହୃଦା ତୁଷାର ରାତ୍ରି ବେଳେ ସେ ସର୍ବେ ମିଳି ଏକ ମେଳେ ଥୋକେ କହନ୍ତି ରଖ ରଖ ଥୋକେ କହନ୍ତି ଭକ୍ଷ ଭକ୍ଷ ତକ୍ଷଣେ ବ୍ରହ୍ମା ଶୂନ୍ୟ ରହି ବୋଇଲେ ତାଙ୍କ ମୁଖ ଚାହିଁ ଏ ପିଣ୍ଡ ଭକ୍ଷ ହେନ ଭକ୍ଷ ଏଣୁ ହୋଇଲା ଯକ୍ଷ ରକ୍ଷ ତୁମ୍ଭେ ଯେ ଯକ୍ଷ ରକ୍ଷ ଗଣ ମୋର ବଚନ ଏବେ ଶୁଣ ତୁମ୍ଭେ ମୋହର ପ୍ରଜା ହୁଅ ଏମନ୍ତ କହି ପିତାମହ ସର୍ଜିଲା ଅନୁକ୍ଷଣ ଗଣ ଦେବଙ୍କ ଭୋଗ ଯେ ପ୍ରମାଣ ତାହାଙ୍କୁ ଦେଖି ତତ୍କ୍ଷଣେ ଧାଇଁଲେ ଯକ୍ଷ ରକ୍ଷ ଗଣେ ମୈଥୁନ ମୂଳ ସୁଖ ପାଇ ବେଗେ ବିଜୟ ଲୋଭ ବହି ନିର୍ଲଜ ପଣ ତାହାଙ୍କର ଦେଖି ହସିଲେ ବେଦବର ବ୍ରହ୍ମାର ହାସ୍ୟ ଦେଖି କୋପେ ମିଳିଲେ ବ୍ରହ୍ମାଙ୍କ ସମୀପେ ଚାହାନ୍ତି କୁପିତ ବଦନ ଭୟ ପଶିଲା ବ୍ରହ୍ମା ମନ ଶୂନ୍ୟ ଗୋବିନ୍ଦ ପାଦ ଧ୍ୟାଇ କହଇ ଶିରେ କର ଦେଇ ପ୍ରାଣୀଙ୍କ ଅନୁଗ୍ରହ ଅର୍ଥେ ତୁ ନାଥ ଆଜ୍ଞା ଦେଲୁ ମୋତେ ସୃଷ୍ଟି କରଇ ମୋର ବଳେ ତୋ ଅନୁରୂପେ ଶୟଳେ ତୁ ଏବେ ରଖ ଚକ୍ରଧର ଏମାନେ ମହାଭୟଙ୍କର ତେ ଯେବେ ଭକ୍ଷିବେଟି ମୋତେ କେମନ୍ତେ ଥିବି ଏ ଜଗତେ ବ୍ରହ୍ମା ବଚନ କନେ ଶୁଣି ବୋଇଲେ ପ୍ରଭୁ ଚକ୍ର ପାଣି ଏ ଜାଣି ମହାଭୟଙ୍କର ଏବେ ତୁ ଛାଡ଼ ଏ ଶରୀର ଶୁଣି ଗୋବିନ୍ଦର ବଚନ ତକ୍ଷଣେ ଛାଡ଼ିଲା ଜୀବନ ସେ ଦେହ ସନ୍ଧ୍ୟା ରୂପ ହୋଇ ରୂପେ ରାକ୍ଷସ ମନ ମୋହି ଏ ଯେ ଅପସରା ଗଣ ଥିଲେ ତାହାଙ୍କୁ ଦେଖି ମୋହ ଗଲେ ନାନା ଅଳଙ୍କାର ସାଜେଣି ଚରଣେ ନୂପୁର ବାଜେଣି ବସ୍ତ୍ରେ ବେଷ୍ଟିତ ରୂପ ଛନ ମୁହୂର୍ତ୍ତେ ବିଷାକ୍ତ ନୟନ ହୃଦରେ ତୁଙ୍ଗ ପୟୋଧର କଟି ମେଖଳା ରତ୍ନସାର ସୁନ୍ଦର ନାସିକା ବିରାଜେ ଦନ୍ତ ଡାଳିମ୍ବ ବୀଜ ଗଞ୍ଜେ ସୁନ୍ଦର ହାସ ମନୋହର ସୁବିମ୍ବ ସୁନ୍ଦର ଧର ବସ୍ତ୍ର ଆଚ୍ଛାଦି କୋଳେ ବରେ ପଥେ ରହିଲା ଲାଜ ଭରେ ପଥରେ ଦେଖି ତା ବଦନ ସର୍ବ ହୋଇଲେ ମୋହମାନ କହନ୍ତି ଏକୁ ଏକ ଚାହିଁ ଏମନ୍ତେ ଦେଖିଲା ତ ନାହିଁ ନବ ଶରୀର ତ୍ରାହି କର ରୂପେ ଲାବଣ୍ୟ ମନୋହର ଏ ଆମ୍ଭ ମଧ୍ୟେ ମନୋରମେ ଅକର୍ମ କଲା ପ୍ରାୟ ଭ୍ରମେ ଏମନ୍ତେ ସନ୍ଧ୍ୟା ରୂପ ଦେଖି ପ୍ରମୋଦା ପ୍ରାୟ ଉପଲକ୍ଷୀ ନୟନ ଦେଇ ତା ବଦନେ ଭାବେ ଭୁଜନ୍ତି ଅନ୍ୟ ଅନେ ହେ ରମ୍ଭା ଉର୍ବଶୀ କଲ୍ୟାଣୀ ପ୍ରମୋଦା କୁଳ ଶିରୋମଣି ବିପ୍ର ଭୋଜନେ ଭଗବାନ
कह कि किस तोर नाम तो रूप गुणे हेउछन आम्भर लंघित लोचन तोहर रूप गुण गुणी आम्भर प्रभाव बंधनी काहार पत्नी तू भुलाऊ कह तू पूजिलु काहू तू आम्भ पूर्व भाग्य बळे मिलिलु आम्भर छामुरे कौतुक क्रीडा तो बदन रूपे हरिलु आम्भ मन तोर चरणे पद्म जुगे गगने जुथर तरंगे से गुण स्तन भार छने भजिबा प्राय अनुमाने एमन्ते सन्ध्या रूप चाहि ଯକ୍ଷ ରାକ୍ଷସ ଲୋଭ ବହି ତକ୍ଷଣେ ନିଜ କାନ୍ତି ତେଜେ ବ୍ରହ୍ମାର ଶରୀରୁ ବିରାଜେ ସ୍ୱଭାବେ ବ୍ରହ୍ମା ସେ ଆନନ୍ଦେ ଗନ୍ଧର୍ବ ଅପସରା ବୃନ୍ଦେ ବ୍ରହ୍ମାର ଶରୀରୁ ବାହାର ଯେ ରୂପେ ମୋହେ ସୁର ନର ଗନ୍ଧର୍ବ ବିଶ୍ୱାବସୁ ଆଦି ସୁନ୍ଦର ରୂପରେ ପ୍ରସିଦ୍ଧି ଆବୋରି ଅପସରା ଗଣେ ସୁଖେ ରହିଲେ ଜଣେ ଜଣେ ପ୍ରଥମେ ଆତ୍ମାତନ୍ତ୍ରେ ଭରି ଭୂତ ପିଶାଚ ଗଣ ଚାରି ପଛେ ତାହାଙ୍କ ରୂପ ଦେଖି ଭୟେ ବୁଜିଲେ ବେନି ଆଖି ସେ ମୁକ୍ତ କେଶ ଦିଗମ୍ବର ଦେଖି କମ୍ପିଲେ ସୁର ନର ବୟଳସ ତାର ମୁଖେ ଯେବେ ପ୍ରାଣୀ ମୋହେ ସୁଖେ ସେ ଦେବ ନିଦ୍ରାବଶ ହୋଇ ପୁଣି ଛାଡ଼ିଲା ନିଜ ଦେହି ପରମେ ରହି ରଜଗୁଣ ସର୍ଜିଲା ସିଦ୍ଧ ପିତୃଗଣ ସେ ସିଦ୍ଧ ବିଦ୍ୟାଧର ଗଣେ ଜାତ ହୋଇଲେ ତତକ୍ଷଣେ ସ୍ୱଭାବେ ତେଜ ଅନର୍ଗଳା ତାହାଙ୍କୁ ଅନ୍ତର୍ଧାନ ହେଲା କିନ୍ନର କି ପୁରୁଷ ଗତି ପୁଣି ସର୍ଜିଲା ପ୍ରଜାପତି ତକ୍ଷଣେ ତମ ଗୁଣେ ଜାତ ଯାହାର ତେଜେ ବଳବନ୍ତ ତାହାଙ୍କୁ ଚାହିଁ ପ୍ରଜାନାଥ ସନ୍ତୋଷେ ହୋଇ କୃତ୍ୟ କୃତ୍ୟ ପୁଣି କଳ୍ପିଲା ମନୋରଥେ ଆବର ସୃଷ୍ଟି ଭାବ ଯେତେ ନାରୀ ପୁରୁଷେ କଲେ ମନ ଯେ ସୃଷ୍ଟି ଉପୁଜେ ମୈଥୁନ ଏମନ୍ତେ ବ୍ରହ୍ମା ସୃଷ୍ଟି ଚାହିଁ ବିବୁଧେ ତାର ଯଶ ଗାଇ କହନ୍ତି ଧନ୍ୟ ବେଦପତି ସୃଷ୍ଟି ସଞ୍ଚରେ ଦୃଢ଼ମତି ଅନେକ ତପ ଯହୁଁ କଲା ଜ୍ଞାନ ଗୋବିନ୍ଦ ଆଜ୍ଞା ଦେଲା ନିଜ ଆଶା ଧନ ତପ ଫଳେ ଏ ସୃଷ୍ଟି କଲେ ବୁଦ୍ଧି ବଳେ ଏମନ୍ତେ ଶ୍ରୀକୃଷ୍ଣ କାରଣ ବିଧାତା ରୂପେ ନାରାୟଣ କହଇ ପୁଣ ପୁଣ ଭାବେ ତୋର ଭକ୍ତ ଜନର ଲୋଭେ ଏମନ୍ତେ ଭାଗବତ ବାଣୀ ମୈତ୍ରେୟ ମୁନି ଆଗେ ଭଣି ବନେ ପିପଳ ବୃକ୍ଷ ମୂଳେ ମନୁଷ୍ୟ ରୂପ ତ୍ୟାଗ କଲେ ସେ କଥା ବ୍ୟାସ ତାଙ୍କ ଆଗେ ମୁନି କହିଲେ ପ୍ରିୟ ଭାବେ ହରିଚରିତ ଭାଗବତ କହିଲେ ବିପ୍ର ଜଗନ୍ନାଥ ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ ସଂହିତାୟ ବୈଶିକ୍ୟ तृतीय स्कंधे ब्रह्मा सृष्टि सर्जने नाम विंशोऽध्याय ओम नमो भगवते वासुदेवाय।